ଭାଇ ୱେଲକମ୍। ମୁଁ ହେଉଛି ନିତ୍ୟାନନ୍ଦ ବେହେରା ପୂର୍ବତନ ସମସ୍ୟା ବିଲିପଡ଼ା। ମୁଁ ତ ଆସିଲି ବଜାରକୁ ଆସିଥିଲି ଆମର ବାଙ୍କି ବଜାର ଉପରକୁ ଆସିଲା ଭିତରେ ବର୍ତ୍ତମାନ ଯେଉଁ ସର୍ବସାଧାରଣ ଯେଉଁ ପରିସ୍ରା କରିବା ପାଇଁ ଶୌଚାଳୟ ନିର୍ମାଣ ହୋଇଥିଲା ଜନସାଧାରଣଙ୍କ ପାଇଁ ବ୍ୟବହାର କରିବା ପାଇଁ ସ୍ୱାୟତ୍ତ ଶାସନ ଦିବସରେ ମାନ୍ୟବର ବିଧାୟକ ଉଦ୍ଘାଟନ କରିଥିଲେ ମଧ୍ୟ ଆଜି ସୁଦ୍ଧା ତାଲା ପଡ଼ିକି ଅଛି। ଏହାର କାରଣ ଉଦ୍ଦେଶ୍ୟ କ'ଣ? ଏତେ ତରବରିଆ ମାନେ ଉଦ୍ଘାଟନ କରିବାର କାରଣ କ'ଣ? ଯେଉଁଟାକି ଜନସାଧାରଣ ସେବାରେ ଆସୁନାହିଁ, ଯେଉଁଟା ବ୍ୟବହାର କରିପାରୁନାହାନ୍ତି। ଏହାର ଉଦ୍ଦେଶ୍ୟ କ'ଣ? ତେଣୁକରି ଏଇଟା ହେଉଛି ଗୋଟେ କୌଣସି ବେପାର ମନୋବୃତ୍ତି ରହୁଛି, ତାଙ୍କର ଉଦ୍ଦେଶ୍ୟରେ କିଛି ସ୍ୱାର୍ଥ ରହୁଛି। ଏବେ ଯଦି ଜନସାଧାରଣ ଅସନ୍ତୁଷ୍ଟ, ଆଜି ବଜାରକୁ ଆସୁଥିବା ଜନସାଧାରଣ ସମସ୍ତେ ଆଜି ଅସନ୍ତୁଷ୍ଟ ଏହା ଉପରେ ଏଇଟା ତାର କେମିତି ତୁରନ୍ତ ସେ ବ୍ୟବହାର କରାଯିବ, ସେଥିପାଇଁ କେନ୍ଦ୍ର ପ୍ରଶାସନ ଜରୁରୀ କାର୍ଯ୍ୟାନୁଷ୍ଠାନ ନେବ। ଭାଗବତ ନାୟକ ଆଡ଼ଭୋକେଟ୍ ବାଙ୍କି। ଏ ଯେଉଁ ଶୌଚାଳୟ ହେଇଛି ଏକ ପ୍ରକାର ବିଜେଡ଼ିର ହେଉଛି କେବଳ ହେଉଛି ତାଙ୍କର କର୍ମୀମାନଙ୍କୁ ପୋଷିବା ଉଦ୍ଦେଶ୍ୟରେ କରାଯାଇଛି। ସ୍ୱାୟତ୍ତ ଶାସନ ଦିବସ ଦିନ ଏ ଶୌଚାଳୟ ବିଧାୟକ ନିଜେ ଆସି ଉଦ୍ଘାଟନ କଲେ, କିନ୍ତୁ ସେ ଶୌଚାଳୟ ଲୋକଙ୍କର ବ୍ୟବହାର ଉପରେ କିଛି ନୁହଁ। ମୁଁ ଶ୍ରୀମତୀ ମାଣିକ ସାହୁ, ବାଙ୍କି ଏନ୍ଏସି ନଗରପାଳ। ଆମର 58ତମ ସ୍ୱାୟତ୍ତ ଶାସନ ଦିବସରେ ଆମର ଆଧୁନିକ ଶୌଚାଳୟ 4ଟି ଆମେ ଉଦ୍ଘାଟନ କରିଥିଲୁ ଏବଂ ତାହା ଆଜି ପର୍ଯ୍ୟନ୍ତ ତା'ର ପରିବୀକ୍ଷଣ ଏବଂ ପରିଚାଳନା ପାଇଁକା କୌଣସି ପଦକ୍ଷେପ ଆମର ନିଆଯାଏ ନାହିଁ। ଖୁବ୍ ଶୀଘ୍ର ତାକୁ କେମିତି ଆମର କାଉନସିଲ୍ ବୈଠକରେ ଏବେ ମିଟିଂ ହେବ, ବୈଠକରେ ପକାଇକିନା ତା'ର ପରିଚାଳନା ଦାୟିତ୍ୱ ନିର୍ଦ୍ଦିଷ୍ଟ ସମୟରେ ଲୋକଙ୍କୁ ଦିଆଯିବ। ତାପରେ ଆମେ ଲୋକଙ୍କ ଜନସାଧାରଣଙ୍କ ସେବାରେ ଆକୁ ଉପଯୋଗ କରିବୁ।